ଶୀତୁଆ ସନ୍ଧ୍ୟାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପୁରୀ କୋଣାର୍କ ବେଳାମାର୍ଗ ମୁଖ୍ୟ ରାସ୍ତା ନିକଟ ରାମଚଣ୍ଡୀ ମୁହାଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହେଉଛି ଇକୋ ରିଟ୍ରିଟ୍। ଏହି ଇକୋ ରିଟ୍ରିଟ୍ର ଅଭୂତପୂର୍ବ ସଫଳତାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନ ମାନଚିତ୍ରରେ ଇକୋ ରିଟ୍ରିଟ୍ର ପରିବେଶ ଭିତ୍ତିକ ବ୍ୟବସ୍ଥା ପାଇଁ ସୁନାମ ଲାଭ କରିଥିବା ବେଳେ ଶୀତୁଆ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦ୍ୱାରା ପୁରୀ ଜିଲ୍ଲାର 5 ବିଧାୟକଙ୍କ ସମେତ ପ୍ରଶାସନିକ ଉପସ୍ଥିତିରେ ଉଦ୍ଘାଟନ କରାଯାଇଛି। ଏହା ଉଦ୍ଘାଟିତ ହେବା ପରେ ଆସନ୍ତା ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବେଳାମାର୍ଗରେ ନିର୍ମାଣ ହୋଇଥିବା ଇକୋ ରିଟ୍ରିଟ୍ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିଲକ୍ସ କଟେଜ, ପ୍ରିମିୟମ କଟେଜ, ପ୍ରେସିଡେଣ୍ଟ ଭିଲା, ରୟାଲ କଟେଜ ଭଳି ସମୁଦାୟ 70ରୁ ଊର୍ଦ୍ଧ୍ୱ ଗୋଟି ତମ୍ବୁ ଘର ନିର୍ମାଣ କରାଯାଇଥିବା ବେଳେ ଏହାର ମୂଲ୍ୟ ଗୋଟିଏ ରାତି ପିଛା 5,000ରୁ 35,000 ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ତମ୍ବୁ ଘରେ ବେଳାଭୂମିରେ ପଞ୍ଚତାରକା ହୋଟେଲ ଭଳି ସମସ୍ତ ସୁବିଧା ପାଇବେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଜଳ କ୍ରୀଡ଼ା, ବିଚ୍ ସାକ୍, ପାରାସେଲିଂ, ସାଇକେଲିଂ, ବିଚ୍ ଭଲିବଲ ଭଳି ସୁବିଧା ଯୋଗାଇ ଦିଆଯିବ। ସେହିଭଳି ଇକୋ ରିଟ୍ରିଟ୍ରେ କନଫରେନ୍ସ ହଲ୍, ରିସେପସନ ହଲ୍ର ବ୍ୟବସ୍ଥା ରହିଥିବା ବେଳେ ପର୍ଯ୍ୟଟକମାନଙ୍କ ନିମନ୍ତେ ସମୁଦ୍ର କୂଳରେ 2ଟି ଓପନ ବାର୍ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ରୁମ୍ଗୁଡ଼ିକୁ ଅନଲାଇନ୍ରେ ପର୍ଯ୍ୟଟନ ବିଭାଗ ଓ ଅନ୍ୟ ପ୍ରତିଷ୍ଠିତ ଟ୍ରାଭେଲର୍ସର ୱେବସାଇଟ୍ରେ ବୁକିଂ ପାଇଁ ବ୍ୟବସ୍ଥା କରାଯାଇଛି। କୋଣାର୍କରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍। ଇକୋ ରିଟ୍ରିଟ୍ ଓଡ଼ିଶା ଆଉ ଏ जो कोणार्क आज जो आम इको रिट्रिट आज यार शुभारंभ करलु ये निश्चित भाव आम समस्त गोटे खुशीर मुहूर्त विशेष कर पर्यटन क्षेत्र में आम लोक आम ओडिशा को आनिबा ओडिशार संस्कृति ऐतिह्य एवं पर्यटन क्षेत्र में आज इको रिट्रिट माध्यम गोटे बहुत बड़ आम ये प्लाटफर्म आज से बंगोपसागर बेलाभूमि जो भाव से आसवे एवं ये आमर खाद्य ये प्रकृतिर ये जो परिवेश भितर आधुनिकतार सहित तार समन्वय किभली भाव कालतीपात करेंगे रे मजा ने खुशी ने आ ये इको रिट्रिट आज तार शुभारंभ हो आगामी दिन में अनेक विदेश पर्यटक अनेक लोक आसवे मजा ने अर्थनैतिक आम पिला निजुक्तिर सुजोग कार्यक्रम सुजोग देवे ये प्रकार जब आम देखा ये आम इको रिट्रिट आमको आगामी दिन में पर्यटन क्षेत्र में बहुत बड़ा गोटे अर्थनैतिक दृष्टिकोण ये गोटे बहुत बड़ा गुरुत्वपूर्ण भूमिका निर्वाह कर तेणु आज ये अनेक कर्मशाला हम अनेक सेमिनार